ପୃଷ୍ଠରେ ପାପର ଭାରା ବଢ଼ି ଯାଏ, ଧର୍ମ ଉପରେ ଅଧର୍ମର ଅତ୍ୟାଚାର ହୋଇଥାଏ। এই ଧର୍ମର ରକ୍ଷା ପାଇଁ ଅଧର୍ମର ବିନାଶ ପାଇଁ ଯେତେବେଳେ ପ୍ରଭୁ ଧରାପୃଷ୍ଠରେ ଅବତୀର୍ଣ୍ଣ କରନ୍ତି। ଆଜି ହେଉଛି ପବିତ୍ର ରାମନବମୀ। ରାମନାମରେ ଗୁଞ୍ଜରିତ ହେଇଛି ପବନ ପବନ ଦେଶରୁ ରାଜ୍ୟ, ଗାଁରୁ ସହର। এই ଅଯୋଧ୍ୟାର ରାମ ନାମକୁ ନେଇକି ସମଗ୍ର ଦେଶ ବା ସମଗ୍ର ରାଜ୍ୟରେ ଏହି ପର୍ବଟିକୁ ବହୁତ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି। ବିଷ୍ଣୁଙ୍କର ସପ୍ତମ ଅବତାର ହେଉଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର, ଯାହାଙ୍କର ଆଜି ଜନ୍ମଦିନ। ସେହି ଜନ୍ମଦିନଟିକୁ ବହୁତ ଆଗ୍ରହ ଓ ଉତ୍ସାହ ଉଦ୍ଦୀପନାର ସହ ଏହି ପର୍ବଟିକୁ ପାଳନ କରୁଛନ୍ତି ସମଗ୍ର ହିନ୍ଦୁ ସମାଜ। ଆମ ପାଖରେ ଅଛନ୍ତି କିଛି ହିନ୍ଦୁ ଭାଇମାନେ, ଆସନ୍ତୁ ତାଙ୍କଠୁ ସିଧାସଳଖ ପ୍ରତିକ୍ରିୟା ନେବା। ଆଜିର ଦିନରେ କ'ଣ ସମାଜକୁ ବାର୍ତ୍ତା ଦେଉଛନ୍ତି? ଆଜ୍ଞା, ଆପଣ ପରିଚୟ? ପରିଚୟ ବସନ୍ତ ଦାସ, ପୂଜକ ହନୁମାନଙ୍କର। ଆଉ ଆଜି ଆମେ ସମସ୍ତେ ଏହି ପବିତ୍ର ଦିନରେ ଉପସ୍ଥିତ ଅଛେ। ଆଉ ସୌଭାଗ୍ୟର କଥା ଯେ ଆମେ ପ୍ରଭୁଙ୍କର କାମ ଆମେ କରିପାରୁଛେ ସମସ୍ତେ। ପ୍ରଭୁଙ୍କର ଆଜି ଜନ୍ମଦିନ ଏବଂ ଏହି ଜନ୍ମଦିନରେ ଆମେ ସମସ୍ତେ ଏକତ୍ରିତ ହୋଇପାରୁଛେ। ଆମ ଦେଶର, ଜାତିର, ଧର୍ମର ଗର୍ବ କହିବାକୁ ଚଳେ ଏବଂ ଏ ଗର୍ବରେ ଆମମାନଙ୍କର ସବୁ ଛାତି ଫୁଲି ଉଠୁଛି। ଆମେ ସମସ୍ତେ ଖୁସିର ସହିତ ପର୍ବକୁ ପାଳନ କରୁଛେ। ସମଗ୍ର ଭାରତ ବର୍ଷ ଆଜି ଏହାକୁ ପାଳନ କରୁଛି। ଆମେ ମଧ୍ୟ ଏହାକୁ ପାଳନ କରିବା। ଆମ ଦେଶ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକତ୍ରିତ ହୋଇ ଆସ ସମସ୍ତେ କହିବା ଜୟ ଶ୍ରୀରାମ। ଆମେ ଜଣଙ୍କଠୁ ପ୍ରତିକ୍ରିୟା ନେଉଥିଲେ ଯେ ଆଜିର ଦିନଟିକୁ ବହୁତ ଆନନ୍ଦ ଉଲ୍ଲାସର ସହିତ ପାଳନ୍ତି। ଆମ ପାଖରେ ଆଉ ଜଣ ଅଛନ୍ତି, ଆସନ୍ତୁ ତାଙ୍କଠୁ ପ୍ରତିକ୍ରିୟା ନେବା ଯେ ତାଙ୍କର କ'ଣ ବାର୍ତ୍ତା ରହିବ ସମାଜ ପାଇଁ। ଆଜିର ଯୋଉ ଦିନଟି ଯୋଉ ପାଳନ କରୁଛନ୍ତି, ସମାଜକୁ କ'ଣ ବାର୍ତ୍ତା ଦେବେ? ଆଜ୍ଞା, ଆପଣ ଜଗବନ୍ଧୁ ଜେନା, ସଂଗଠିତ ହିନ୍ଦୁ ପରିବାରର ଜଣେ ସଦସ୍ୟ। ଆଜି ପ୍ରଭୁଙ୍କର ଜନ୍ମଦିନ ଉପଲକ୍ଷେ ଆମର ସଂଗଠିତ ହିନ୍ଦୁ ପରିବାର ତରଫରୁ ଆମେ ସାତ ସଂଘରୁ ଏକ ଶୋଭାଯାତ୍ରା ବାହାର କରି ପିପିଲି ଅଭିମୁଖେ ଯାତ୍ରା କରୁଛୁ। ଆଜିର ଏ ପବିତ୍ର ଦିନରେ ସମସ୍ତ ସନାତନୀ ହିନ୍ଦୁ ଭାଇମାନଙ୍କୁ ଅନୁରୋଧ କରାଯାଉଛି ଯେ ସମସ୍ତ ଭାଇମାନେ ଏଭଳି ଶୋଭାଯାତ୍ରାରେ ସାମିଲ ହୁଅନ୍ତୁ ଏବଂ ପ୍ରଭୁଙ୍କ ଜନ୍ମଦିନରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବା ପାଇଁ ସମସ୍ତ ଭାଇମାନଙ୍କୁ ଆହ୍ୱାନ ଏବଂ ଅନୁରୋଧ ରହିଛି। ଜୟ ଶ୍ରୀରାମ। ପୁରୀ ଜିଲ୍ଲା ପିପିଲିରୁ ନରେଶ କୁମାର ଜେନାଙ୍କ ରିପୋର୍ଟ, MBC TV।